ଯୌତୁକ ପାଇଁ ବଧୂଙ୍କୁ ହତ୍ୟା ଉଦ୍ୟମ ପୁଣି ଏକ ଅଭିଯୋଗ ସାମ୍ନାକୁ ଆସିଛି। ଯୌତୁକ ପାଇଁ ବଧୂଙ୍କ ସହ ତାଙ୍କ ବାପଘର ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ। ଏମିତି ଏକ ଘଟଣା ଘଟିଛି ରାଜନଗର ବ୍ଲକ ଅନ୍ତର୍ଗତ କଣ୍ଡିରା ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ। ଆଜିକୁ 2 ବର୍ଷ ତଳେ ପଦ୍ମନାଭପୁର ଗ୍ରାମର ସୂର୍ଯ୍ୟକାନ୍ତ ମଣ୍ଡଳଙ୍କ ଝିଅ ସୁମିତ୍ରା ମଣ୍ଡଳ ବଡ଼ପାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଇତୀଙ୍କ ପୁଅ ବାସୁଦେବ ମାଇତୀଙ୍କୁ ଭଲ ପାଇ ନୋଟାରୀରେ ବିବାହ କରିଥିଲେ। ବିବାହ କରିବାର ଗୋଟିଏ ମାସ ପରେ ଅର୍ଥ ଅଭାବରୁ ବାସୁଦେବ ବିଦେଶକୁ ରୋଜଗାର କରିବା ପାଇଁ ଯାଇଥିଲେ। ଏଥିମଧ୍ୟରେ ଗୋଟିଏ ବର୍ଷ ଅତିକ୍ରମ କରି ଯାଇଥିଲା। ସେ ଘରକୁ ଫେରି ତାଙ୍କର ସ୍ତ୍ରୀ ସୁମିତ୍ରା ମଣ୍ଡଳକୁ ଯୌତୁକ ପାଇଁ 2 ଲକ୍ଷ ଟଙ୍କା ଏବଂ ସୁନା ଗହଣା ଅନ୍ୟାନ୍ୟ ଆସବାବପତ୍ର ପାଇଁ ଅଡ଼ି ବସିଥିଲେ। ସୁମିତ୍ରା ମଣ୍ଡଳ ମୋ ସ୍ୱାମୀ ଭଲ ପାଇକି ଯାଇଥିଲି 2 ବର୍ଷ ହେଲା। ମୋ ସ୍ୱାମୀ ବାହାରେ ଥିଲେ ଆଉ ମାଡ଼ ମାରିକି ଯୌତୁକ ପାଇଁ 2 ଲକ୍ଷ ଟଙ୍କା ଯୌତୁକ ମାଗୁଥିଲେ ଆଉ ସୁନା ଗହଣା ମାଗୁଥିଲେ। ଆଉ ନ ଦେଇଥିବାରୁ ଆମ ଘରୁ ବାହାର କରିଦେଇଥିଲେ। ମୁଁ ବାପ ଘରେ ଥିଲି। ଆସିକିରି ରାତି 11ଟା ବେଳେ ବାପ ମା ସମସ୍ତଙ୍କୁ ବାଡ଼େଇକିରି ଇଞ୍ଜର୍ଡ କରିଦେଇଛି। ମୋ ସ୍ୱାମୀ ତାଙ୍କ ମାଉସୀ ପୁଅ 2 ଜଣ ଆସି ରାତି ଅଧରେ କବାଟ ଭାଙ୍ଗି ଘରେ ପଶିକିରି ମାଡ଼ ମାରିଥିଲେ 4 ଜଣଙ୍କୁ। ଏବେ ସେ ଚାହୁଁଛନ୍ତି ଯୌତୁକ ପାଇଁ ମାରିଦବ, ହାଣିଦବ, ଏମିତି ଧମକ ଦଉଛି। 2 ଲକ୍ଷ ଟଙ୍କା ଆଉ ସୁନା ଗହଣା ମାଗୁଛନ୍ତି। ନା, ବାହା ସାରିଲା ପରେ ସେ ମାଡ଼ ମାରି ବାଡ଼ ହେଇଥିଲେ ଯୌତୁକ ପାଇଁ। ହଁ, ଥାନାରେ କେସ୍ ସେ ଯାଇକି ହଉଛି କଣ କେସ୍ କରୁଛ କଣ ପାଇଁ? ଏଇଥିପାଇଁ ଯାଇକି 4 ଜଣଙ୍କୁ, ମୋ ବୋଉ, 2 ଭାଇ, ବୋଉ, ମୁଁ ନ୍ୟାୟ ଚାହୁଁଛି। ସୁମିତ୍ରା ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ବାପ ଘରକୁ ଖବର ଦେଇଥିଲେ। ବାପଘର ଲୋକେ ଆସି ନିଜର ଝିଅ ପ୍ରତି ଅନ୍ୟ ଅତ୍ୟାଚାର ସହି ନ ପାରି ନିଜ ଝିଅ ସୁମିତ୍ରାକୁ ଘରକୁ ନେଇ ଆସିଥିଲେ। ଏହାପରେ ସୁମିତ୍ରାଙ୍କ ସ୍ୱାମୀ ଶାଶୁ ଫୋନରେ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ସୁମିତ୍ରାଙ୍କ ପୈତୃକ ଘରକୁ ଆସି ବାସୁଦେବ ମାଇତୀଙ୍କ ସହ ସୁଖଦେବ ମାଇତ, ଚନ୍ଦନ ଦାସ ଆସି ରାତି ଅଧରେ କବାଟ ବାଡ଼ାଇଥିଲେ। ସୁମିତ୍ରାଙ୍କ ବାପ ଘର ଲୋକେ କବାଟ ଖୋଲିବା ମାତ୍ରେ ତାଙ୍କୁ ବାସୁଦେବପୁର ମାଇତୀଙ୍କ ସହ ସୁଖଦେବ ମାଇତ, ଚନ୍ଦନ ଦାସ ସମସ୍ତେ ମିଶିକି ଠେଙ୍ଗାରେ ସୁମିତ୍ରା ଏବଂ ତାଙ୍କର ବାପ ଘର ଲୋକେ ଜାଣେଶ୍ୱର ମଣ୍ଡଳ, ଲୋକନାଥ ମଣ୍ଡଳ, ସୀତାରାଣୀ ମଣ୍ଡଳକୁ ଅତି ନିର୍ମମ ଭାବେ ବାଡ଼ାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଜୋରରେ ପାଟିତୁଣ୍ଡ ଶୁଣି ଗାଁ ଲୋକେ ଆସିବା ଦେଖି ଫେରାର ହୋଇଯାଇଥିଲେ। ଏହାପରେ ଝିଅର ମାମୁଁ ଏବଂ ଗ୍ରାମବାସୀଙ୍କ ମିଳିତ ସାହାଯ୍ୟରେ ସୁମିତ୍ରା ମଣ୍ଡଳ ଏବଂ ତାଙ୍କର ପରିବାର ଲୋକଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ପହଞ୍ଚିଥିଲେ। ସୁଶାନ୍ତ କୁମାର ନାୟକ। ଆଜ୍ଞା, ସେ ଗୋଟେ ପାରିବାରିକ କେସ୍ଟା ହେଇଥିଲା। ତାକୁ ଆମେ କମ୍ପ୍ରମାଇଜ୍ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଇଥିଲୁ। ସେମାନେ ଲେଖିକି ଯାଇଥିଲେ କି 20 ତାରିଖ ପରେ ଆସିକି ଫାଇଲାନ କରିବେ ବୋଲି। ପାରିବାରିକ ସମସ୍ୟା ଯୌତୁକ ନିର୍ଯାତନା ଦେଉଥିଲେ ଝିଅକୁ। ରାତି ଅଧରୁ ମାରିକି ଘରୁ ବାହାର କରିଦେଲେ। ବାହାର କଲା ପରେ ତାଙ୍କ ମାମୁଁ ଜଣେ ସମ୍ପର୍କୀୟ ମାମୁଁ ଆଣିକି ବାପ ଘରେ ପାଖରେ ହଇତାନ କଲେ। ତାକୁ ଆମେ କେସ୍ କଲୁ। କେସ୍ କଲା ପରେ ତାକୁ ଆମେ IAC ଡାକିଲେ। ତାଙ୍କୁ କହିଲେ ଯେ ଆମେ 20 ତାରିଖ ଭିତରେ ପୁଅକୁ ଡକଉଛୁ, ଆସିଲା ପରେ କମ୍ପ୍ରମାଇଜ ହବ। ଶାଶୁ ଶ୍ୱଶୁର ଆଉ ତାପରେ ଦିଅର, ତାପରେ ସ୍ୱାମୀ। ସ୍ୱାମୀ ହେଉଛି ବାସୁଦେବ ମଣ୍ଡଳ ମାଇତି। ସେ 2 ଲକ୍ଷ ଟଙ୍କା ଏବଂ ସୁନା ଗହଣା ଆସବାବପତ୍ର ମାଗୁଛନ୍ତି ଆଉ। ଆଜ୍ଞା, ଆମେ ନ୍ୟାୟ ଚାହୁଁଛୁ। କାଲି ରାତି ଅଧରେ ପଶି ମରାଧରା କରିକି ସମସ୍ତଙ୍କୁ 4 ଜଣଙ୍କୁ 4 ଜଣ ମାନେ ମେନଜର କରିକି ପକେଇଛନ୍ତି ମେଡ଼ିକାଲରେ। ଆମେ ବି IAC ସାର୍ଙ୍କ ଦ୍ୱାରସ୍ଥ ହେଇଛୁ। ସେ କହିଛନ୍ତି ଯେ ଆମେ ଷ୍ଟେପ୍ ନେଉଛୁ। କାଲି ରାତି 11ଟାରୁ 11:30 ଭିତରେ କ୍ଷତି ହେଇଛି। ତାଙ୍କ ଭଉଣୀରେ ତାଙ୍କ ଛାତିର ମାଡ଼ ହେଇଛି, ଗୋଡ଼ ବି ଫ୍ରାକ୍ଚର ହେଇଯାଇଛି। ଆଉ ମୋର ଭଣଜା, ତାଙ୍କର ବି ପୁରା ଲୁହା ରଡ଼ରେ ବାଡ଼େଇଛନ୍ତି। ବାଡ଼େଇଲା ଟାଇମରେ ପୁରା ମୋ ଭଣଜା ପଳେଇ ଆସିଲା ବୋଲି ତା କାନ୍ଧରେ ବାଜିଛି ଲୁହା ରଡ଼ରେ। ସେ ବି ଇଞ୍ଜର୍ଡ। ଏମିତି 4 ଜଣ ହେଇକି ପଡ଼ିଛନ୍ତି। ଗୁରୁତର ଅବସ୍ଥା ଦେଖି ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଏ ଘଟଣାକୁ ନେଇ ସୀତାରାଣୀ ମଣ୍ଡଳ ରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏ ଘଟଣାକୁ 24 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏଯାଏ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ହାତ ବାନ୍ଧି ବସିଛି, ଯାହାର ଅଭିଯୋଗ ଆସିଛି। ରାଜନଗରରୁ ଲିଲି ଦଳାଇଙ୍କ ରିପୋର୍ଟ, ଓଡ଼ିଶା ହାଲଚାଲ।